ରାଉରକେଲାରେ ଚାଲିଛି ବଡ଼ ଧରଣର ପୋଲିସ ରେଡ୍। ପ୍ରାୟ 10ରୁ 12ଟି ସ୍ଥାନରେ ରେଡ୍ ଚାଲିଛି ଏବଂ ବିଭିନ୍ନ ଥାନା ଅଞ୍ଚଳ ଯେମିତି ପ୍ଲାଣ୍ଟ ସାଇଟ୍ ହେଲା, ଉଦିତ ନଗର ହେଲା, ବନ୍ଧମୁଣ୍ଡା ହେଲା, ରଘୁନାଥପଲ୍ଲୀ ହେଲା, ତାଛଡ଼ା ଅନ୍ୟ ବହୁ ଥାନା ଏରିଆରେ ଏ ରେଡ୍ ଚାଲିଛି। ଯାହା ବର୍ତ୍ତମାନ ସୁଦ୍ଧା ଆମକୁ ହସ୍ତଗତ ହୋଇଛି, ଆମ ପାଖରେ ଯାହା ରିପୋର୍ଟ ଆସିଛି ଯେ କ୍ରିକେଟ୍ ବେଟିଂ ଏବଂ ମୂଲ ଆକାଉଣ୍ଟସ୍ ଯେଉଁ ବେନାମୀ ଆକାଉଣ୍ଟ ଜରିଆରେ ଯେଉଁ ଟ୍ରାଞ୍ଜାକ୍ସନ୍ ହୋଇଥାଏ ଏବଂ କ୍ରିକେଟ୍ ବେଟିଂ এই ବାବଦରେ ରେଡ୍ ଚାଲିଥିବା ଆମ ପାଖକୁ ସୂଚନା ଅଛି ଏବଂ ପୋଲିସକୁ ମଧ୍ୟ ବଡ଼ ଧରଣର ସଫଳତା ମିଳିଛି। ବେଟିଂ କରୁଥିବା କିମ୍ବା ଏଇସବୁ ଅନଲାଇନ୍ ଫ୍ରଡ଼୍ରେ ଲିପ୍ତ ଥିବା, ବେଆଇନ ଆକାଉଣ୍ଟସ୍ କାରବାରରେ ଲିପ୍ତ ଥିବା, ମୂଲ ଆକାଉଣ୍ଟରେ ଲିପ୍ତ ଥିବା ପ୍ରାୟ 5 ଜଣଙ୍କୁ ପୋଲିସ ଅଟକ ରଖିଛି ଏବଂ ପ୍ରାୟ 20 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ ହୋଇଥିବା ବର୍ତ୍ତମାନ ସୁଦ୍ଧା ସୂଚନା ମିଳିଛି। ଏସବୁ ପରିମାଣ ଆହୁରି ବଢ଼ିପାରେ, ଆହୁରି ଲୋକ ଗିରଫ ହୋଇପାରନ୍ତି ଏବଂ ଯେଉଁ ଜବତ ପଇସା ଅଛି, ଅର୍ଥ ଅଛି, ତାର ଆକାର ଆହୁରି ମଧ୍ୟ ବଢ଼ିପାରେ। ତେବେ ଏଇ ଯେଉଁ ରେଡ୍ ଆରମ୍ଭ ହୋଇଛି, ଆଜି ଭୋରୁ ଭୋରୁ ଆରମ୍ଭ ହୋଇଛି, ପ୍ରାୟ ରାତି 3ଟା କି 4ଟାରୁ ଏ ରେଡ୍ ଆରମ୍ଭ ହୋଇଛି। ପ୍ରାୟ 5-6ଟି ଥାନାର ଅଧିକାରୀମାନେ ଏ ରେଡ୍ରେ ସାମିଲ ହୋଇଛନ୍ତି। ଯଦିଓ ଅଫିସିଆଲି କୌଣସି ଆମ ପାଖରେ ବର୍ତ୍ତମାନ ରିପୋର୍ଟ ଅଫିସିଆଲି ଥ୍ରୁରୁ ମିଳିନାହିଁ, କିନ୍ତୁ ଯାହା ଆମ ପାଖରେ ସୂଚନା ମିଳିଛି ସେ ଅନୁସାରେ ଏଇଟା ଗୋଟେ ବେଆଇନ ଯେଉଁ ଚାଲିଛି ଫ୍ରଡ଼୍ ଚାଲିଛି, ଅନଲାଇନ୍ ଗେମ୍ ଚାଲିଛି। ଏବେ କ୍ରିକେଟ୍ ଗେମ୍ ଥିଲା, T20 କ୍ରିକେଟ୍ ଗେମ୍ ଥିଲା, ତାରେ ବେଟିଂ, ଏସବୁ ମାମଲାକୁ ନେଇକି ରେଡ୍ ଚାଲିଛି। ଆଉ ଏଇସବୁ ଅର୍ଥ କାରବାର ହେଇଥାଏ ମୂଲ ଆକାଉଣ୍ଟ ବା ବେଆଇନ ଆକାଉଣ୍ଟ, ଯେଉଁଟାକି ଜାଲ ଆକାଉଣ୍ଟ କୁହାଯାଇପାରିବ, ସେଇ ଆକାଉଣ୍ଟ ଜରିଆରେ ଏସବୁ ଅର୍ଥ କାରବାର ହେଇଥାଏ, ଯେମିତି ସେମାନେ ଧରା ନ ପଡ଼ିବେ। ତେଣୁ ସେ ଆକାଉଣ୍ଟ ସବୁ ପୋଲିସ ଭେରିଫିକେସନ୍ କରୁଛି। ଏ ବାବଦରେ ବିର୍ସାଡା ରୋଡ଼ ହେଲା, ଲାଲ ବିଲ୍ଡିଂ ଗଲି ହେଲା ଏବଂ ଅନ୍ୟ କେତେକ ସ୍ଥାନରେ ଇମ୍ପୋର୍ଟାଣ୍ଟ ସ୍ଥାନରେ ସବୁ ରେଡ୍ ଚାଲିଛି, ଯେଉଁଠିକି ପୋଲିସ ବର୍ତ୍ତମାନ ସୁଦ୍ଧା ଗିରଫଦାରୀ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏବଂ ଏଇ ଯେଉଁ ରେଡ୍ ଚାଲିଛି, ଏଥିରେ ଯାହା ଜଣାପଡ଼ୁଛି ଯେ ରାଉରକେଲାରେ ବହୁତ ଦିନ ଆଗରୁ ଏସବୁ ସିଷ୍ଟମ୍ ଚାଲି ଆସିଥିଲା, ବେଟିଂ ସିଷ୍ଟମ୍ ଚାଲି ଆସିଥିଲା, କିନ୍ତୁ ପୋଲିସ କଂକ୍ରିଟ୍ କୌଣସି ସୁରାଗ ପାଇନଥିଲା ରେଡ୍ ପାଇଁ। କିନ୍ତୁ এই ଯେଉଁ T20 ମ୍ୟାଚ୍ ଗଲା ଇଣ୍ଡିଆ ପାକିସ୍ତାନ, ସେ ବେଟିଂ ସମୟରେ ଯାହା ସୂଚନା ମିଳିଛି ଆମକୁ, ବେଟିଂ ସମୟରେ ଜଣେ ପ୍ରାୟ ଇନ୍ କ୍ରୋର୍ସ ହାରିଯିବା ପରେ ସେ ପୋଲିସରେ କମ୍ପ୍ଲେନ୍ ଦେଇଥିଲା। ସେ କମ୍ପ୍ଲେନ୍କୁ ଆଧାର କରି ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି ଏବଂ ଦିନକ ପୂର୍ବରୁ ରାଜଗାଙ୍ଗପୁରରେ ମଧ୍ୟ ଏ ଯେଉଁ ମୂଲ ଆକାଉଣ୍ଟ ବା ବେଆଇନ ଆକାଉଣ୍ଟରେ ଅର୍ଥ କାରବାରକୁ ନେଇକି ମଧ୍ୟ ରେଡ୍ ହେଇଥିଲା। ପ୍ରାୟ 4,18,00,000 ଟଙ୍କାର କାରବାର ହେଇଥିଲା ଏବଂ 74 ଲକ୍ଷ ଟଙ୍କାର ଆକାଉଣ୍ଟକୁ ଫ୍ରିଜ୍ କରିଛନ୍ତି ରାଜଗାଙ୍ଗପୁର ପୋଲିସ। ତେଣୁ ବେଆଇନ ଅର୍ଥ କାରବାର ସୁନ୍ଦରଗଡ଼ ଜିଲ୍ଲାରେ ପ୍ରାୟ ଚାଲିଛି ଯେଉଁ ମୂଲ ଆକାଉଣ୍ଟ ଜରିଆରେ ଏବଂ କ୍ରିକେଟ୍ ବ୍ୟାଟିଂ, ବର୍ତ୍ତମାନ କ୍ରିକେଟ୍ ସିଜିନ୍ ଚାଲିଛି, କ୍ରିକେଟ୍ ବ୍ୟାଟିଂ ମଧ୍ୟ ହେଉଛି। ତେଣୁ ପୋଲିସର ରେଡ୍ ଜାରି ରହିଛି। ଯଦିଓ ଅଫିସିଆଲି ସେମାନେ କୌଣସି ପ୍ରକାର ସୂଚନା ଆମକୁ ଦେଇନାହାନ୍ତି, କିନ୍ତୁ ଯାହା ଜଣାପଡ଼ୁଛି ବର୍ତ୍ତମାନ ସୁଦ୍ଧା 5 ଜଣଙ୍କୁ ଅଟକ ରଖାଯାଇଛି, 5 ଜଣଙ୍କୁ ଅଟକ ରଖାଯାଇଛି ଏବଂ 20 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ କରାଯାଇଛି। ଏଇ ଯେଉଁ ପରିମାଣ ଟଙ୍କାର ପରିମାଣ ଜବତ ପରିମାଣ ଆହୁରି ମଧ୍ୟ ବଢ଼ିପାରେ ଏବଂ ଆହୁରି ମଧ୍ୟ ଗିରଫଦାରୀ ହୋଇପାରେ। ତେବେ ବର୍ତ୍ତମାନ ଯେଉଁ ଚଢ଼ଉ ଜାରି ରହିଥିବାରୁ ପୋଲିସ କୌଣସି ସୂଚନା ଦେବାକୁ ମନା କରିଦେଇଛି, କୌଣସି ଅଫିସିଆଲ ସୂଚନା ସେମାନେ ଦେଉନାହାନ୍ତି। ଆଉ ବିଭିନ୍ନ ଜୋନ୍ର DSP ମାନେ, ଜୋନ୍ 2 ଆରେନପାଲି SDPO ପାନପୋଷ ଏବଂ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ DSP ମାନଙ୍କର ଯେଉଁ ତାଙ୍କ ନେତୃତ୍ୱରେ ଚଢ଼ଉ ଜାରି ରହିଛି। ରାଉରକେଲା SP ୟାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଯେ ଏ ଚଢ଼ଉ ଯେମିତି ସକ୍ସେସ୍ ହୁଏ ଏବଂ ମ୍ୟାକ୍ସିମମ୍ ଯେମିତି ଯେଉଁମାନେ ଏସବୁ କାରବାରରେ ଲିପ୍ତ ଅଛନ୍ତି ଧରାପଡ଼େ, ସେ ଦୃଷ୍ଟି ଦେବାକୁ ସେମାନେ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏ ବାବଦରେ ଚଢ଼ଉ ଜାରି ରହିଛି। ଆଉ କିଛି ସମୟ ପରେ ସବିଶେଷ ବିବରଣୀ ଆମକୁ ମିଳିବ।